ଆଜିର ପ୍ରସଙ୍ଗ ଯୋଗ ସଙ୍ଗମ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟର ହୃଦୟଙ୍ଗମ। ଆଲେଖ୍ୟ ସୁଦର୍ଶନ ସାହୁ, ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ଯୋଗ ଏକ ବିଜ୍ଞାନାତ୍ମକ ଶୈଳୀ ଯାହା ଶରୀର, ମନ ଓ ଆଧ୍ୟାତ୍ମିକ ଚିନ୍ତନକୁ ପରିପୂର୍ଣ୍ଣ କରେ ଓ ସୁସ୍ଥରୁ ସୁସ୍ଥତର ହେବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ସାହାଯ୍ୟ କରେ। ସମଗ୍ର ବିଶ୍ୱ ଆଜି ଯୋଗର ମାହାତ୍ମ୍ୟକୁ ଅନୁଭବ କରିପାରିଛି। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟାରେ ଜୁନ୍ 21 ତାରିଖରେ ଦେଶ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଏହାର ଉପାଦେୟତା ଚିକିତ୍ସା ବିଜ୍ଞାନରେ ଆଜି ଆଦୃତ ହୋଇପାରିଛି। ଆଜି ଆପଣ ଯେକୌଣସି ଡାକ୍ତରଙ୍କ ପାଖକୁ ଯାଆନ୍ତୁ, ସେ ଔଷଧ ସେବନ ସହିତ ଯୋଗ ପ୍ରାଣାୟାମ କରିବାକୁ ପରାମର୍ଶ ଦେଉଛନ୍ତି। ବୟସକ୍ରମେ ମହିଳାମାନଙ୍କର ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାକୁ ଯୋଗ ଅତି ସହଜରେ ନିବାରଣ କରିପାରୁଛି। ବର୍ତ୍ତମାନର ଶିକ୍ଷା ପଦ୍ଧତିରେ ବିଦ୍ୟାଳୟମାନଙ୍କରେ ଯୋଗ ଗୋଟିଏ ବିଷୟ ଭାବେ ଶିକ୍ଷା ଦିଆଯାଉଛି ଓ ବିଦ୍ୟାଳୟମାନଙ୍କରେ ଯୋଗ ଶିକ୍ଷକ ନିଯୁକ୍ତି ଦିଆଯାଉଛି। ଆମ ପବିତ୍ର ଭୂମି ଭାରତବର୍ଷରେ ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ଯୋଗର ଉତ୍ପତ୍ତି ହୋଇଥିବା ବେଳେ କାଳକ୍ରମେ ମୁନିଋଷିମାନେ ନିଜେ ଏହାର ଅଭ୍ୟାସ କରିବା ସହିତ ଗୁରୁକୁଳରେ ଶିଷ୍ୟମାନଙ୍କୁ ଏହି ଶିକ୍ଷା ଦେଉଥିଲେ। ଧୀରେ ଧୀରେ ସମୟ ଅତିବାହିତ ହେବା ଉତ୍ତାରେ ଆଧୁନିକତାର ସ୍ପର୍ଶ ମଣିଷକୁ ଯୋଗଠାରୁ ଦୂରେଇ ଦେଇଥିଲା। କିନ୍ତୁ କିଛି ସାଧକ ଓ ସନ୍ନ୍ୟାସୀ ନିଜର କଠିନ ମନୋବଳ ଦ୍ୱାରା ପୁଣି ଯୋଗକୁ ଉଜ୍ଜୀବିତ କରିପାରିଛନ୍ତି। ସେଥିମଧ୍ୟରୁ ଜଣେ ହେଲେ ବାବା ରାମଦେବ। ଆଧୁନିକ ସମୟରେ ଯୋଗ ପ୍ରସାରରେ ତାଙ୍କର ଅବଦାନ ଅତୁଳନୀୟ। ଯୋଗ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କରିବା ବାଞ୍ଛନୀୟ ଓ ଆଜି ସମସ୍ତଙ୍କ ଦ୍ୱାରା ଅତ୍ୟନ୍ତ ଆଦୃତ ମଧ୍ୟ। ଯୋଗ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି ଯଥା ଯୋଗ ଶରୀରକୁ ଶକ୍ତିଶାଳୀ କରେ ଓ ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିକୁ ନିୟନ୍ତ୍ରଣ କରେ। ମାନସିକ ଶାନ୍ତି ଯଥା ପ୍ରାଣାୟାମ ଓ ଧ୍ୟାନ ଦ୍ୱାରା ମାନସିକ ଚାପ କମେ, ଏକାଗ୍ରତା ବଢ଼େ ଓ ଅନିଦ୍ରା ଆଦି ରୋଗରୁ ମୁକ୍ତି ମିଳେ। ପାଚନ କ୍ରିୟା ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ଯୋଗ ଦ୍ୱାରା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ବିକାଶ ହୋଇଥାଏ। ଦୈନିକ ଯୋଗାଭ୍ୟାସ ମାନବ ଜୀବନରେ ସଂଯମତା ଭରିଦିଏ। ଆଚରଣ ଓ ଖାଦ୍ୟପେୟରେ ନିୟନ୍ତ୍ରଣ ଆଣେ। ଯୋଗ ଇଚ୍ଛା ଶକ୍ତିକୁ ସୁଧାରିବା ସହିତ ମସ୍ତିଷ୍କର ଶକ୍ତିକୁ ବହୁମାତ୍ରାରେ ବଢ଼ାଇଥାଏ। ଦୈନିକ ଯୋଗ କରିବା ଦ୍ୱାରା ବାର୍ଦ୍ଧକ୍ୟର ଉପଲବ୍ଧି ଆସେ ନାହିଁ। ଅଳ୍ପ କିଛି ଦିନ ତଳେ ସମସ୍ତେ ଅଙ୍ଗେ ନିଭାଇଥିବା କଥା। କୋଭିଡ୍ ମହାମାରୀରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ବହୁ ଜୀବନ ଯାଇଥିବା ବେଳେ ଯେଉଁମାନେ ଯୋଗ କରୁଥିଲେ ସେମାନଙ୍କୁ ଆଶାତୀତ ସୁଫଳ ମିଳିଥିଲା। ଉପକାରିତା ଦୃଷ୍ଟିରୁ ତୁଳନାତ୍ମକ ଭାବେ ଯଦି ଆମେ ପ୍ରାତଃ ଭ୍ରମଣ, ଜିମ୍ ଓ ଯୋଗକୁ ବିଚାରକୁ ନେଉ, ତେବେ ପ୍ରାତଃ ଭ୍ରମଣ ଓ ଜିମ୍ ଦ୍ୱାରା କିଛି ମାତ୍ରାରେ ଶାରୀରିକ ସୁସ୍ଥତା ପରିଲକ୍ଷିତ ହେଉଥିବା ବେଳେ ଯୋଗ ଓ ପ୍ରାଣାୟାମ ଦ୍ୱାରା ଶରୀର ସହିତ ଚିତ୍ତ ଶୁଦ୍ଧିକରଣ ହୋଇଥାଏ। ଦୈନିକ ଯୋଗ ଆମକୁ ଆତ୍ମଚିନ୍ତନ ଓ ଭଗବତ ଚେତନା ଆଡ଼କୁ ଧୀରେ ଧୀରେ ଅଗ୍ରସର କରାଇଥାଏ। ସୁସ୍ଥ ଜୀବନ ମାନସିକ ଶାନ୍ତି ସହିତ ପରିପୂର୍ଣ୍ଣତାରେ ଅନୁଭବ ହୋଇଥାଏ। ଯୋଗର ସଂଯୋଗରେ ଧୀରେ ଧୀରେ ବଡ଼ିମା, ସ୍ୱାର୍ଥପରତା, ପରଶ୍ରୀ କାତରତା ଲୋପ ହୁଏ। ସମକ୍ରମେ ସୁସ୍ଥ ଚିନ୍ତା, ମହାନୁଭବତା ଓ ଉଦାର ଭାବ ଜାତ ହୁଏ। ଯୋଗର ଆଶ୍ରୟ ନେଲେ ଜ୍ଞାତ ଓ ଅଜ୍ଞାତରେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ମନ ଧୀର ଶାନ୍ତ ହେବା ସହିତ ଐଶ୍ୱର୍ଯ୍ୟ ଆନନ୍ଦ ପ୍ରାପ୍ତି ହୋଇଥାଏ। ସମାଜର ହିତ କାମନା ପାଇଁ ଧୀରେ ଧୀରେ ମନ ବଳିଥାଏ। ମନରୁ ବୈରଭାବ ଦୂରେଇ ଯାଇ ଭ୍ରାତୃତ୍ୱର ଭାବ ଜାଗ୍ରତ ହୁଏ। ଯୋଗ ଦ୍ୱାରା ଅନ୍ତର୍ନିହିତ ଶକ୍ତି ଉଦ୍ରେକ ହୁଏ। କୌଣସି ସମସ୍ୟାରେ ବିଚାର କରିବାରେ ଓ ନିର୍ଣ୍ଣୟ ନେବାରେ କଷ୍ଟ ହୁଏ ନାହିଁ ଓ ଅନେକ ସନ୍ଦେହ ଦୂରୀଭୂତ ହୁଏ। ଆଜି ସାରା ବିଶ୍ୱରେ ଯୋଗର ପ୍ରଚାର ଓ ପ୍ରସାର ବଢ଼ିବାରେ ଲାଗିଛି। ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ବ୍ୟାପକ ହେଉଥିବା ବେଳେ ଯେଉଁଠି ଏହାର ଉତ୍ପତ୍ତି, ଏଠି ସେହି ମାତ୍ରାରେ ବୃଦ୍ଧି ହେଉନାହିଁ। ପୁଣ୍ୟଭୂମି ଭାରତବର୍ଷ, ଏଠି ଜନ୍ମ ନେବା ହିଁ ଏକ ଐଶ୍ୱର୍ଯ୍ୟ ଆଶୀର୍ବାଦ। ଏଠି ମୁନିଋଷି ଆମମାନଙ୍କର ସୁନ୍ଦର ଜୀବନଶୈଳୀ ପାଇଁ ତାଙ୍କର ସମଗ୍ର ଜୀବନ ସାଧନାରେ ବିତେଇଛନ୍ତି। ଏହି ପବିତ୍ର ଭୂମିରେ ଜନ୍ମ ହେବାଠାରୁ ନମସ୍କାର ଶିକ୍ଷା ଦିଆଯାଏ। ଖାଲି ଦୁଇ ହାତ ଯୋଡ଼ିଦେଲେ ତାହା କେତୋଟି ମୁଦ୍ରାର ସମାହାର, ତାଦ୍ୱାରା ସମର୍ପଣ ଓ ଭକ୍ତିଭାବ ଆପେ ଆପେ ଚାଲିଆସେ। ତେଣୁ ଆସନ୍ତୁ ଯୋଗର ଶରଣ ନେଇ ନିଜର ଓ ଅନ୍ୟର ମଙ୍ଗଳ କାମନା କରିବା। ସର୍ବେ ଭବନ୍ତୁ ସୁଖିନଃ ସମସ୍ତଙ୍କର ମୂଳମନ୍ତ୍ର ହେଉ। ଆଜିର ଯୋଗ ଦିବସ ଉପଲକ୍ଷେ ଏହି ଅନୁଚିନ୍ତା।